ରାଧେ ରାଧେ ଫ୍ରେଣ୍ଡସ୍। ଆଜି 2025ର ଶେଷ ଦିନ। ଆଜି ମୁଁ ସକାଳଟାରୁ ଗୋଟେ ଭିଡ଼ିଓଟେ ଦେଖିଲି। ଆମର ସୁରଟରେ ଜଣେ ଚାକିରି କରିଥିଲେ, ହଠାତ୍ ଆକ୍ସିଡେଣ୍ଟ ହେଲା, ବ୍ରେନ୍ ଡେଡ୍ ହେଇଗଲା। ସିଏ ଚାଲିଗଲେ। 39 ଏଜ୍ର ଜଣେ ପୁଅ ପିଲା, ସେ ଚାଲିଗଲେ। ଆଉ ସେ କିନ୍ତୁ ତାଙ୍କ ନ୍ୟୁଜ୍ଟା ଏଇଥିପାଇଁ ଦେଖେଇଲା, ତାଙ୍କର ସେ ବଡ଼ିର 3ଟି ଅର୍ଗାନ୍ ଦେଇଦେଲେ। ଆମର କିଡ଼ନୀ 2ଟା ଆଉ ଲିଭର୍। ଯେହେତୁ 3ଟା ଅର୍ଗାନ୍ ଜଣେ ଜଣେ କରିକି ପାଇବେ, 3 ଜଣଙ୍କର ଜୀବନ ବଞ୍ଚିବ। ସେ ଡକ୍ଟର କହୁଥାନ୍ତି ସେ ନିଜେ ଚାଲିଗଲେ କିନ୍ତୁ 3 ଜଣଙ୍କ ଜୀବନ ବଞ୍ଚେଇ ଦେଇ ଗଲେ। ଏଇଟା ମୁଁ ଆଜି ଦେଖିଲି ବୋଲି ମନରେ ଆସୁନି, କି ଆପଣମାନଙ୍କ ସାଙ୍ଗରେ ସୋସିଆଲ ମିଡ଼ିଆରେ ଏଇଟା ଗୋଟେ ପୋଷ୍ଟ କରିବି ବୋଲି ମନକୁ ଆସିଛି ବୋଲି ଭାବିବେନି, କି ମାନେ କୌଣସି ଧାରଣାଟା ମୋର ଏବେ ଆସିଛି ବୋଲି ନୁହେଁ। ମଣିଷ ଆମେ ଜନ୍ମ ହେଇଛୁ ମାନେ ସମସ୍ତେ ମରିବା। କିଏ ଏଜ୍ ହେଇକି ମରୁଛନ୍ତି, କିଏ କମ୍ ଏଜ୍ରୁ, କିଏ ଆକ୍ସିଡେଣ୍ଟରେ, କାହାକୁ ରୋଗ ହେଇଗଲା। କିନ୍ତୁ ଯେହେତୁ ଯାହାକୁ ବହୁତ ବଡ଼ ରୋଗ ହେଇଥିବ, ଇନଫେକ୍ଟେଡ଼୍ ବଡ଼ି ହେଇଥିବ, ସିଏ ତ ଦାନ କରିପାରିବନି। କିନ୍ତୁ ଯାହାର ଅର୍ଗାନ୍ ଦାନ ହେଇପାରିବ, ମାନେ ଏଇ ଜିନିଷଟା ମୁଁ ଜାଣିନଥିଲି ପିଲାଦିନୁ। ମୋର ଗୋଟେ ମନରେ ଧାରଣା, ମୁଁ ଜାଣିନଥିଲି ଯେ ଅର୍ଗାନ୍ ଆଉ ସବୁ ବି ଦାନ ହୁଏ। ମୁଁ କେବଳ ଶୁଣିଥିଲି। ବହୁତ ସାନ ହେଇଥିଲି, ମୋର ମନ ଅଛି ସେତେବେଳେ ଐଶ୍ୱର୍ଯ୍ୟା ରାୟର ଗୋଟେ ଚକ୍ଷୁଦାନର ଆଡ଼୍ ଆସେ। ଆମର DD1 DD2 ଏମିତି ଥାଏ, ବେଶୀ ଚ୍ୟାନେଲ୍ ନଥାଏ। ଆଉ ସେତେବେଳେ ଐଶ୍ୱର୍ଯ୍ୟା ରାୟ ବୋଧେ ସେତେବେଳେ କରୁଥିଲେ। ଆପଣମାନେ କିଏ ଦେଖିଥିବେ ଯଦି କହିବେ, ମୋର ଠିକ୍ସେ ମନେ ପଡ଼ୁନି। ଚକ୍ଷୁଦାନର ଗୋଟେ ଆଡ଼୍ ଆସେ। ମୁଁ ପଚାରେ, ଚକ୍ଷୁଦାନ ବୁଝିପାରେ ସେ ଜିନିଷଟା। ମୁଁ 8-9 କ୍ଲାସ୍ର ସେତେବେଳେ ବୋଧେ ହେଇଥିବି କି କ'ଣ, ମୋର ମନେ ପଡ଼ୁନି। କିନ୍ତୁ ମୁଁ ବୁଝିପାରେ ସେ ଆଡ଼୍ଟା ଚକ୍ଷୁଦାନ। ମୁଁ ପଚାରେ ବାପାଙ୍କୁ, ମାଆଙ୍କୁ, ଯେ ଚକ୍ଷୁଦାନ ମାନେ ଆମେ ଆଖିଟା ଡୋନେଟ୍ କରିପାରିବା ନା? ହଁ। କେମିତି ନା? ମରିଗଲା ପରେ ତ ସବୁ ମରି ତ ଗଲ, କେମିତି ଦାନ ହୁଏ ଜାଣିନଥିଲି, କିନ୍ତୁ ଚକ୍ଷୁଦାନ ହୁଏ ଶୁଣିଥିଲି। ସେତେବେଳେ ମୁଁ ବାଟରେ ଘାଟରେ ଯୁଆଡ଼େ ଗଲେ ବି ସବୁ ଅନ୍ଧ ଲୋକମାନଙ୍କୁ ଦେଖି ମୋତେ ବହୁତ ଦୁଃଖ ଲାଗେ। ମୁଁ କୋଶ୍ଚିନ୍ କରେ, ବହୁତ କୋଶ୍ଚିନ୍ କରେ, ଅଲଗା କାହାକୁ ନୁହେଁ, କିନ୍ତୁ ଅନ୍ଧମାନଙ୍କୁ। କାହିଁକିନା ଅନ୍ଧ ଗୋଟେ କିଛି ଦେଖିପାରୁନି ତା ଜୀବନରେ। ଧଳା କଳା ରାତି ଦିନ, ସେ କ'ଣ ପିନ୍ଧିଛି, କ'ଣ ଖାଉଛି, ସେ ଖାଦ୍ୟଟା କ'ଣ, ଚଢ଼େଇଟା ବୋବଉଛି, ସିଏ କେଉଁ ଟାଇପ୍ର, ସେ ବାପ ମା' ଜନ୍ମ କରିଛନ୍ତି, ସିଏ କେଉଁ ଟାଇପ୍ର, ବାହା ବି ଜଣେ ଜଣେ ହେଉଛନ୍ତି, ଛୁଆ ହେଉଛନ୍ତି, ସିଏ ବି କ'ଣ, ମାନେ ସେ ଜିନିଷ ଭଳିଆ ବି ତାଙ୍କୁ ଭାବୁନଥିବେ, ତାଙ୍କୁ ଛୁଇଁକି ଟଚ୍ କରିକି ଯାହା ଫିଲ୍ କରୁଥିବେ। ପିଲାଦିନୁ ସେ ଅନ୍ଧମାନଙ୍କୁ ଦେଖେ, ମୋର ଭାରି ମନ ହୁଏ। ମୁଁ ସେତେବେଳଠୁ କୁହେ, ମୋ ଭାଇ ଭଉଣୀ ସବୁ ହସିବେ, ହଁ ଚକ୍ଷୁଦାନ ଇଏ ଏମିତି ଆସିଗଲା। କିନ୍ତୁ ମନରେ ଗୋଟେ ଆସେ, ମରିଗଲେ ପୋଡ଼ି ଦିଅନ୍ତି, ମୁଁ ସେତେବେଳେ ଶୁଣିଥାଏ। ପୋଡ଼ି ତ ଦେବେ, ପୋଡ଼ିଦେଲେ ତ ଆଖି ବି ପୋଡ଼ିଯିବ ତା ଦେହରେ। ଆଉ ପୋଡ଼ିହେଲେ ଲାଭ କ'ଣ? ଆମେ ଯେକୌଣସି ଡ୍ରେସ୍ଟା ଆମକୁ ହେଉନି କିନ୍ତୁ ଭଲ ଅଛି, ଆମେ ଭାବୁଛେ ଗୋଟେ କାହାର ନଥିବ ସେ ପିନ୍ଧିଦେବ, କାହିଁ ଫୋପାଡ଼ି ଦେବା, କାହିଁ କାଟିକିରି ଘର ପୋଛା କରିବା, କାହିଁ ନଷ୍ଟ କରିବା। ଭଲ ଡ୍ରେସ୍ଟା ଜଣେ ପିନ୍ଧିଦେବ, ଯାହାର ନାହିଁ। ଡ୍ରେସ୍ଟା ଆମେ ଫୋପାଡ଼ି ପାରୁନେ, ଆମେ ଆଖିଟା, ମୁଁ ସେତେବେଳେ ଭାବେ, ମୁଁ ଆଖିଟା ପୋଡ଼ିଯିବ, ଜଣେ ମରିଲେ ପୋଡ଼ିଦେଲେ ପୋଡ଼ିଯିବ, କାହିଁ ଆମେ ଜଣଙ୍କୁ ଦେବାନି। ସେତେବେଳଠୁ ମୋ ମନରେ ଥିଲା। ତାପରେ ବାହା ହେଇକିରି ଆସିଲି। ମୁଁ ଅର୍ଗାନ୍, ସତ କଥା କହୁଛି, ବାହା ହେଇକି ଆସିଲା ପର୍ଯ୍ୟନ୍ତ ବି ମୁଁ ଜାଣିନଥିଲି ଅର୍ଗାନ୍ ଏମିତି ଦିଆଯାଏ ବୋଲି। ମୁଁ ଶୁଣିନଥିଲି କି ଜାଣିନଥିଲି। ମୁଁ ମୋ ହଜବ୍ୟାଣ୍ଡକୁ କହିଲି, ବୋଲି ମୁଁ ଚକ୍ଷୁଦାନ କ'ଣ ଆଗରୁ ସବୁ ଫର୍ମ ଫିଲ୍ଅପ୍ କରୁଛନ୍ତି ବୋଧେ, ଆଉ ସେମିତି ଯଦି ଅଛି ମୋର କରେଇ ଦିଅ। ବାଇଚାନ୍ସ ମୁଁ କ'ଣ ପାଇଁ ଯଦି କେତେବେଳେ ହଠାତ୍ ମରିଗଲି, ମୋର ଆଇ ଡୋନେଟ୍ କରିବ। ସିଏ ବି ମଜାକ ଉଡ଼େଇବେ, କହିବେ ଏଇନେ ଆଣ, ଏଇନେ ତାଡ଼ିକି ରଖିଦେବା, ଇଏ କରିବା। ନା, ମଲା ପରେ ଦିଅନ୍ତି, ମୁଁ ଜାଣିଛି। ଆଉ ମୋର ସେଇଟା କରିବ। ମୁଁ ଯେଉଁ ଯଦି କ'ଣ ଫର୍ମ ଅଛି ଏବେଠୁ ଫିଲ୍ଅପ୍ କରିଦିଅ। ନା ନା, ସେଇଟା 24 ଘଣ୍ଟା ଭିତରେ ସେମାନେ ନେବେ। ମୁଁ କହିଲି ତାହେଲେ ମୋର କରିଦେବ, ଆଇ ଡୋନେଟ୍ ମୁଁ କରିବି, ସବୁବେଳେ ତାଙ୍କୁ କହିଥାଏ। ମୋ ପୁଅକୁ ବି ଗୋଟେ ଫ୍ୟାନ୍ସି ଡ୍ରେସ୍ରେ ମୁଁ କରେଇଥିଲି, ଅନ୍ଧ ପିଲାଟେ କରେଇକି ତାକୁ ସେଇଟା ଗୋଟେ ସୋସାଇଟି ପାଇଁ ମେସେଜ୍ ମୁଁ ଦେଇଥିଲି ଯେ ଆଇ ଡୋନେଟ୍ ସମସ୍ତେ କରନ୍ତୁ। ତାକୁ ବି ପିଲାଦିନେ ଗୋଟେ ଫ୍ୟାନ୍ସି ଡ୍ରେସ୍ରେ ମୁଁ କରେଇଥିଲି। ମୋର ବହୁତ ଆଶା, ସମସ୍ତଙ୍କୁ ବି କହିବା ପାଇଁ ମୋର ଆଗ୍ରହ। ମୁଁ ଯେଉଁମାନଙ୍କ ସାଙ୍ଗେ କଥା ହୁଏ ବି କୁହେ। ଆଜି ଏଇଟା ସୋସିଆଲ ମିଡ଼ିଆରେ ମୁଁ କହୁଛି, ମାନେ ମୁଁ ସକାଳେ ସେଇଟା ଦେଖିଲି, ଅର୍ଗାନ୍ ଗୁଡ଼ା ସେ ଦେଲେ 3ଟା ଲୋକ ବଞ୍ଚିଯିବେ। ଏମିତି ଯଦି ସମସ୍ତେ ଆମେ, ମାନେ ଯାହାର ଆଗ୍ରହ ଅଛି ଅର୍ଗାନ୍ ଦେବା ପାଇଁ,
ଆପଣମାନେ ଦାନ କରିଦିଅନ୍ତୁ, କାରଣ ଜଳେଇ ଦେଲେ ତ ଆମେ ଜଳିଗଲେ ଆମ ଅର୍ଗାନ୍ ବି ସେଥିରେ ଜଳିଗଲା, ଯଦି କାହା ଜୀବନଟା ବଞ୍ଚିବ। ଗୋଟେ ଛୋଟ ଝିଅଟାର ମୁଁ ଦେଖୁଥିଲି 9 ବର୍ଷର ଛୁଆଟେ, ତାର ମରିଗଲା, ତାର ବି ସେ ବ୍ରେନ୍ ଡେଡ୍ ହେଇଗଲା, ସେ ମରିଗଲା। କିନ୍ତୁ ଗୋଟେ 13 ବର୍ଷର ଝିଅର କରେଣ୍ଟରେ ହାତ କଟି ଯାଇଥିଲା, ସେ ତା ହାତଟାକୁ ଆଣିକି ଲଗେଇଛନ୍ତି, ସେ ହାତରେ ସବୁ କରିପାରୁଛି, ଲେଖିପାରୁଛି, ପାଠ ପଢ଼ି ପାରୁଛି, କେତେ ଖୁସି ସେ ହେଉଥିଲା, ସେ ହାତ ଫଙ୍କସନ୍ କରୁଛି। ଆମେ ଜଳେଇବା ଅପେକ୍ଷା କି ପୋତି ଦେବା ଅପେକ୍ଷା, ନଷ୍ଟ କରିଦେବା ଅପେକ୍ଷା ଆମ ଅର୍ଗାନ୍ କାହାକୁ ଗୋଟେ ଦାନ କରିଦେବା। ମୋର ଏଇଟା ଭାରି ମନ ହେଲା ଆପଣମାନଙ୍କୁ ରିକ୍ୱେଷ୍ଟ କରିବାକୁ। ଆଜି ବର୍ଷର ଶେଷ ଦିନରେ ମୋର ଭାରି ମନ, ମୁଁ ତ କହିଦେଇଛି ମୋର ବଡ଼ିର ସବୁ ଅର୍ଗାନ୍ ଦେଇଦେବାକୁ। ଆମର ଆକ୍ସିଡେଣ୍ଟ ହେଇଗଲେ ଆମକୁ ତ ସମସ୍ତଙ୍କୁ ପୋଷ୍ଟମର୍ଟମ୍ କରୁଛନ୍ତି, କାଟୁଛନ୍ତି, ଚିରୁଛନ୍ତି, ମରିଗଲା ପରେ ତ ଲୋକ କିଛି ଫିଲ୍ କରିବେନି, କଷ୍ଟ ଲାଗୁଥିବ ପରିବାର ଲୋକଙ୍କୁ, ଆମ ମଣିଷଟାକୁ ଆମ ଆଗରେ ଇଏ କରିଦେବେ, କିନ୍ତୁ ତା ଅର୍ଗାନ୍ଟା ଦାନ କରିଦେବେ। ମୋରି ଘର ପାଖର ଜଣେ ଏଜେଡ୍ ଲୋକ ମରିଥିଲେ, ହେଇଗଲାଣି 4-6 ବର୍ଷ ତଳେ। ସେ ତାଙ୍କ ଚକ୍ଷୁ ଦାନ କରିକି ତାଙ୍କୁ ନେଇକରି ଆସିଥିଲେ। ତାଙ୍କ ପୁଅ ହେରିକା କହିଲେ, ମୁଁ ଆଖି କାହିଁ ଏମିତି ହେଇଛି, ବନ୍ଧା ହେଇଛି, ନା ନାଇଁ ଟିକେ ପକେଇ ଦେଇଥିଲେ, ନା ଆମେ ଆଇ ଡୋନେଟ୍ କରିଦେଲୁ। ମୋତେ ଭାରି ଖୁସି ଲାଗିଥିଲା। ମୁଁ ବି ମୋ ହଜବ୍ୟାଣ୍ଡକୁ ସବୁବେଳେ ମୋ ପୁଅକୁ କହିକି ରଖିଛି, ବାଇଚାନ୍ସ ମୋର କ'ଣ ହେଇଗଲା କହି ନ ପାରିଲି, ମୋର କିନ୍ତୁ ଅର୍ଗାନ୍ ସବୁ ଦାନ କରିଦେବ। ଯିଏ ରୋଗୀ ସିନା କରିପାରିବେ ନା, ଆମେ ଭଲ ଲୋକ କରିପାରିବା। ସମସ୍ତେ ଜନ୍ମ ହେଇଛେ, ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ ପରେ ଜଳେଇ ନ ଦେଇକିରି ଅର୍ଗାନ୍ ଦାନ କରିଦେବା। କେତେ ଲୋକ ବଞ୍ଚିଯିବେ, କେତେ ସାହାଯ୍ୟ ପାଇଯିବେ, କେତେ ପରିବାର ହସିବ, କେତେ ବ୍ଲେସିଙ୍ଗସ୍ ମିଳିବ। ଯିଏ ଚାଲିଯାଇଥିବ ତା ପଛକୁ ଯେଉଁ ପରିବାରର ରହିଥିବେ, କେତେ ଆଶୀର୍ବାଦ ମିଳିବ। ଯଦି ମୋ କଥା କାହାକୁ ଭଲ ଲାଗିଥିବ, ସମସ୍ତେ ଏଇଟା ରିକ୍ୱେଷ୍ଟ ରହିଲା କରିବେ। ରାଧେ ରାଧେ।